ମୋର ପ୍ରିୟ ପିଲାମାନେ, ଆଶା କରିବି ସମସ୍ତେ ବହୁତ ହି ଭଲରେ ଥିବ ଏବଂ ଆପଣଙ୍କର ପରିବାର ବି ପ୍ରାୟତଃ ସମସ୍ତେ ବହୁତ ହି ଭଲରେ ଥିବେ। ମ୍ୟାକ୍ସିମମ୍ ପିଲାଙ୍କ ମନରେ ଗୋଟେ ଡାଉଟ୍ କି ସାର୍ ଆମର CUET BEdର ରେଜଲ୍ଟ ଆପଣଙ୍କର କେବେ ପବ୍ଲିଶ ହେବ? ନମ୍ବର ୱାନ୍, ସାର୍ ରେଜଲ୍ଟ ପବ୍ଲିଶ ହେଲା ପରେ ଆଡ଼ମିସନ୍ ଆପଣଙ୍କର କେମିତି ହେବ? ନମ୍ବର ଟୁ, ଏବଂ ଆନ୍ସର କି ଆପଣଙ୍କର କେବେ ଆସିବ? ତ ଗୋଟେ ପରେ ଗୋଟେ ଆପଣଙ୍କର ସବୁ ଡାଉଟ୍କୁ ଏହି ଭିଡ଼ିଓରେ ମୁଁ ଆପଣଙ୍କର କ୍ଲିୟର କରିଦେବି। ତ ବିନମ୍ର ଅନୁରୋଧ ଆପଣଙ୍କୁ ରହିବ, ଲାଇକ୍ ଆଉ ସେୟାର କରିକି ସବୁ ସାଙ୍ଗମାନଙ୍କୁ ବି ଜଣାଇଦେବେ, ଯଦ୍ୱାରା କି ଯେତିକି ବି ପିଲା ଆପଣଙ୍କର CUET BEd ଆପଣଙ୍କର ଆପ୍ଲାଏ କରିଥିଲେ ତାଙ୍କର ସବୁ ଡାଉଟ୍ ଆପଣଙ୍କର କ୍ଲିୟର ହେଇଯିବ। ଆଉ ଚ୍ୟାନେଲକୁ ନୂଆ ଅଛନ୍ତି ଦେନ୍ ଏବେ ହିଁ ସବସ୍କ୍ରାଇବ୍ କରିକି ଅଲ୍ ନୋଟିଫିକେସନକୁ ବି ଆପଣ ଅନ୍ କରିଦେବେ। ଫାଷ୍ଟ ଅଫ୍ ଅଲ୍ ଆପଣଙ୍କର ଡାଉଟ୍ କି ସାର୍ ଦେଖନ୍ତୁ ରେଜଲ୍ଟ କେବେ ପବ୍ଲିଶ ହେବ? ତ ରେଜଲ୍ଟ ତ ଆପଣଙ୍କର ପବ୍ଲିଶ ଏବେ ହେବନି। ରେଜଲ୍ଟର ଅର୍ଥ ମାନେ ହେଉଛି ଆପଣଙ୍କର ମାର୍କ ଆଗ ପବ୍ଲିଶ ହେବନି, ଆଗ ଆନ୍ସର କି ଆସିବ। ତ ଆପଣମାନେ ଜମାରୁ ଓରିଡ୍ ହୁଅନ୍ତୁନି। ବର୍ତ୍ତମାନ ଷ୍ଟେଟ୍ BEd ପ୍ରାୟତଃ ଆପ୍ଲାଏ କରିଥିବେ, ଆପଣ ଷ୍ଟେଟ୍ BEd ପାଇଁ ପଢ଼ାପଢ଼ି କରନ୍ତୁ। ଯେମିତି ଆପଣଙ୍କର ଆନ୍ସର କି ଆସିବ ନା, ମୁଁ ଆପଣଙ୍କୁ ଜଣାଇଦେବି। ଆଗ ଆନ୍ସର କି ଆସିବ, ତାପରେ ଆନ୍ସର କି ଆସିଲା ପରେ ତାକୁ ଯେଉଁମାନେ ଚ୍ୟାଲେଞ୍ଜ କରିବା କଥା ଚ୍ୟାଲେଞ୍ଜ କରିବେ, ତାପରେ ଯାଇକି ଆପଣଙ୍କର କ'ଣ ଆସିବ କହିଲେ, ତାପରେ ଯାଇକି ଆପଣଙ୍କର ମାର୍କସ୍ ଆପଣଙ୍କର ଆସିବ। ହେଲା, ଏବେ ମାର୍କ ଆସିଲା ପରେ ଆପଣଙ୍କର କ'ଣ କରିବେ ନା, ତା ମାନେ ଆପଣ ନୁହେଁ ଯେ ଆପଣ ସିଲେକ୍ଟ ହେଇଗଲେ ନାହିଁ। ତାପରେ ଆପଣଙ୍କୁ ଗୋଟେ ଗୋଟେ କଲେଜ ପାଇଁ ଆପ୍ଲାଏ କରିବା ପାଇଁ ପଡ଼ିବ। ଧରାଯାଉ ଆମେ ଜାଣିଛେ ସବୁଠୁ ଅଧିକ ସିଟ୍ ଆମର କେଉଁ କୋର୍ଟ ପାଇଁ, COQ P03। ଆପଣ କ'ଣ କରିବେ, ଗୁଗଲରେ ସର୍ଚ୍ଚ କରିବେ ଆପଣଙ୍କର CUET PG। ହେଲା, ସର୍ଚ୍ଚ କଲେ ଯେଉଁ ପ୍ରଥମ ୱେବସାଇଟ୍ ଆପଣଙ୍କର ଆସିଲା exams.ntaonline.in/CUET PG, ୟା ଉପରେ କ୍ଲିକ୍ କଲେ ଦେନ୍ এই ଯେଉଁ ଟେଷ୍ଟ ପେପର ଉପରେ କ୍ଲିକ୍ କଲେ, ଟେଷ୍ଟ ପେପର ଉପରେ କ୍ଲିକ୍ କଲା ପରେ COQ P03 ୟା ଉପରେ ଆପଣ କ୍ଲିକ୍ କରିବେ। ଠିକ୍ ଅଛି, ଯେମିତି ଆପଣ କ୍ଲିକ୍ କରିବେ ଏଇଠି ଆପଣଙ୍କୁ ଦେଖିବେ ସବୁ କଲେଜର ନାଁ ଆପଣଙ୍କର ଶୋ କରୁଛି। ତ ଯେଉଁ ଯେଉଁ କଲେଜ ମାନଙ୍କରେ ଆପଣଙ୍କର ରହିଛି, ଏବେ ଆପଣମାନେ ଭାବିବେ ସାର୍ କ'ଣ ସବୁ କଲେଜରେ ଆମେ ଆଡ଼ମିସନ୍ ନେଇପାରିବା? ନାହିଁ। ଆଉ ସାର୍ ଯଦି ବି ଆଡ଼ମିସନ୍ ହେବ କେମିତି ହେବ, ତା ବିଷୟରେ ମୁଁ ଆପଣଙ୍କୁ କହୁଛି। ଦେଖନ୍ତୁ, ନମ୍ବର ୱାନ୍ ଜିନିଷ, ଆପଣଙ୍କର ସିଲେକ୍ସନ୍ ଅଟୋମେଟିକାଲି ଏଇ କଲେଜ ମାନଙ୍କରେ ହେବନି। କେମିତି ତାହେଲେ ହେବ? ଆପଣଙ୍କୁ ଗୋଟେ ଗୋଟେ କଲେଜର ୱେବସାଇଟ୍ରେ ଆପଣଙ୍କୁ ଚେକ୍ କରିବା ପାଇଁ ପଡ଼ିବ। ମାନେ ଆଗ ଆପଣଙ୍କର ଯେଉଁ ମାର୍କ ଆପଣଙ୍କର ପବ୍ଲିଶ ହେଲା ପରେ ଯାଇକି, ହେଲା, ମାର୍କ ପବ୍ଲିଶ ହେବ ତାପରେ ଯାଇକି ଆପଣଙ୍କୁ ଗୋଟେ ଗୋଟେ କଲେଜର ୟୁନିଭର୍ସିଟିକୁ, ମାନେ ଏଇ ଯେଉଁ ୱେବସାଇଟ୍କୁ ଚେକ୍ କରିବା ପାଇଁ ପଡ଼ିବ। ଯେମିତି ଆମର କୋରାପୁଟ ପାଇଁ CUO କୋରାପୁଟ ମାରିଲେ ଆସିଯିବ, କର୍ଣ୍ଣାଟକ ପାଇଁ CU କର୍ଣ୍ଣାଟକ ମାରିଲେ ଆପଣଙ୍କର ଆସିବ। ସମସ୍ତଙ୍କର ଡେଟ୍ ଅଲଗା ଅଲଗା ପବ୍ଲିଶ ହେବ। ହେଲା, ଆପଣଙ୍କୁ କ'ଣ କରିବା ପାଇଁ ପଡ଼ିବ ନା, ସେ ପର୍ଟିକୁଲାର କଲେଜ ପାଇଁ ଆପଣଙ୍କୁ ଆପ୍ଲାଏ କରିବା ପାଇଁ ପଡ଼ିବ। ହେଲା, ତାପରେ ଯାଇକି ଆପଣଙ୍କର ସିଲେକ୍ସନ୍ ଲିଷ୍ଟ ସେମାନେ ପବ୍ଲିଶ କରିବେ। ବୁଝାପଡ଼ୁଛି? ଏମିତି ନୁହେଁ ଯେ ଅଟୋମେଟିକାଲି ଆପଣଙ୍କର ସିଲେକ୍ସନ୍ କୌଣସି ବି ଜାଗାରେ ହେଇଯିବ, ନାହିଁ। ଆପଣ ଯେଉଁ ମାର୍କ ଆପଣଙ୍କ ରଖିଥିବେ ସେ ମାର୍କ ଅନୁସାରେ ଆପଣ କୌଣସି ବି ୟୁନିଭର୍ସିଟି, ଆପଣ କହିବେ ସାର୍ ମୁଁ ସବୁଗୁଡ଼ାରେ ଚାହିଁବି, ତ ସବୁଗୁଡ଼ାରେ ପ୍ରାୟତଃ ନଥିବ, ଆପଣଙ୍କୁ ଚେକ୍ କରିବା ପାଇଁ ପଡ଼ିବ। ଆପଣ ଗୋଟେ କାମ କରନ୍ତୁ, ଲିଷ୍ଟ ଗୋଟେ ବନେଇ ଦିଅନ୍ତୁ। ମୁଁ ଅନୁମାନିକରେ ଦେଖନ୍ତୁ, ଯେମିତି ଆମର କର୍ଣ୍ଣାଟକରେ ଅଛି, ଓଡ଼ିଶାରେ ଦେଖନ୍ତୁ, ୟା ଉପରେ କ୍ଲିକ୍ କରିବେ ତ ଆପଣଙ୍କୁ ଗୋଟେ ଶୋ କରିଦେବ। ଯେମିତି ଆମର BEd ଆପଣଙ୍କର ଅଛି ଏଇଟା, ତ କର୍ଣ୍ଣାଟକ ଆମର ଓଡ଼ିଶାରେ କିଛି ଅସୁବିଧା ନାହିଁ, ଏଥିରେ ଆପ୍ଲାଏ କରିବେ। କର୍ଣ୍ଣାଟକ ପାଇଁ, କର୍ଣ୍ଣାଟକରେ ଆମର BEd ଦେଖନ୍ତୁ ଆପଣଙ୍କର ଥିବ, COQ P03 ଆପଣଙ୍କର BEd କୋଡ଼୍ ଆପଣଙ୍କର ଥିବ। ଦେଖନ୍ତୁ ଏଇଟା ଅଛି। ହେଲା, ତ ଏଇ ସବୁ ଜାଗାରେ ଆପଣମାନେ ଆପ୍ଲାଏ କରିବେ। ହେଲା, ତାପରେ ମାନେ ସାର୍ ଟଙ୍କା ଫ୍ରି ନା ପେଡ୍? ଟଙ୍କା ଦେବା ପାଇଁ ପଡ଼େ, କିଛି କିଛି ୟୁନିଭର୍ସିଟିରେ ଟଙ୍କା ଦେବା ପାଇଁ ପଡ଼େ। ତାପରେ ତାଙ୍କର ଫାର୍ଷ୍ଟ ସିଲେକ୍ସନ୍, ସେକେଣ୍ଡ ସିଲେକ୍ସନ୍, ଥାର୍ଡ଼ ସିଲେକ୍ସନ୍ ତାଙ୍କର ପବ୍ଲିଶ ଆପଣଙ୍କର ହେବ। ଠିକ୍ ଅଛି, ବୁଝାପଡ଼ୁଛି? ସାର୍ ଯେଉଁମାନେ ପରୀକ୍ଷା ଦେଇନାହାନ୍ତି କ'ଣ ସେମାନେ ବି ଆପ୍ଲାଏ କରିପାରିବେ ଏଥିରେ? ନା ନା, ଜମାରୁ ବି କରିପାରିବେନି। କେବଳ ଯେଉଁମାନେ ପରୀକ୍ଷା ଦେଇଥିବେ, ଯେଉଁମାନଙ୍କର ମାର୍କ ଆପଣଙ୍କର ଥିବ ଯେଉଁ CUET BEdରେ, ସେ ମାର୍କ ଅନୁସାରେ ହିଁ ଆପଣଙ୍କୁ ଇଣ୍ଡିଭିଜୁଆଲି ଗୋଟେ ଗୋଟେ କଲେଜ ପାଇଁ ଆପ୍ଲାଏ କରିବା ପାଇଁ ପଡ଼ିବ, ଯେଉଁ କଲେଜ ମାନଙ୍କରେ ଆପଣ ପଢ଼ିବା ପାଇଁ ଚାହୁଁଛନ୍ତି। ହେଲା, ଦେନ୍ ଆକର୍ଡ଼ିଂଲି ଆପଣଙ୍କର ସେମାନଙ୍କର ଫାର୍ଷ୍ଟ ସିଲେକ୍ସନ୍ ଲିଷ୍ଟ, ସେକେଣ୍ଡ ସିଲେକ୍ସନ୍ ଲିଷ୍ଟ, ଆପଣଙ୍କର ମେରିଟ୍ ଲିଷ୍ଟ ଆପଣଙ୍କର ପବ୍ଲିଶ ହେବ। ଠିକ୍ ଅଛି, ବୁଝାପଡ଼ୁଛି? ତେଣୁକରି ଆକର୍ଡ଼ିଂଲି ଆପଣଙ୍କୁ କରିବା ପାଇଁ ପଡ଼ିବ। ବର୍ତ୍ତମାନ ଆପଣଙ୍କ ପାଖରେ କିଛି ନାହିଁ, ଆପଣ ଖାଲି ଟିକେ ୱେଟ୍ କରନ୍ତୁ। ଆପଣଙ୍କର ଆଗ ଆନ୍ସର କି ପବ୍ଲିଶ ହେବ, ଆନ୍ସର କି ଆପଣଙ୍କର ପବ୍ଲିଶ ହେଲା ପରେ ତାପରେ ଆପଣଙ୍କର ମାର୍କସ୍ ଆପଣଙ୍କର ଆସିବ। ମାର୍କସ୍ ଆପଣଙ୍କର ଆସିଲା ପରେ ଆପଣ ଗୋଟେ ଗୋଟେ ୟୁନିଭର୍ସିଟି ପାଇଁ ଆପଣଙ୍କର ଆପ୍ଲାଏ କରିବେ। ଠିକ୍ ଅଛି, ଆଶା କରିବି କମ୍ପ୍ଲିଟ୍ ଇନଫର୍ମେସନ୍ ମୁଁ ଆପଣଙ୍କୁ ଦେଇପାରିଛି। ଥ୍ୟାଙ୍କ ୟୁ, ଜୟ ଜଗନ୍ନାଥ, ଧନ୍ୟବାଦ, ଥ୍ୟାଙ୍କ ୟୁ।